ଆଜିର ଗଳ୍ପର ନାମ ଚେଷ୍ଟା କଲେ ଈଶ୍ୱର କୃପା ମିଳେ। ଦିନେ ଜଣେ ସନ୍ନ୍ୟାସୀ ଭଗବାନ ଓ ତାଙ୍କ କୃପା ବିଷୟରେ ଗ୍ରାମବାସୀମାନଙ୍କୁ ବୁଝାଉଥିଲେ। ସେ କହୁଥିଲେ, ଭଗବାନ ହେଉଛନ୍ତି ଦୟାର ସାଗର। ସେ ପ୍ରେମ, ଶକ୍ତି ଓ ସାହସ ମଧ୍ୟ। ତୁମେ ଯେତେବେଳେ ଅସୁବିଧାରେ ପଡ଼ୁଛ ଓ ସାହସ ହରାଇ ବସୁଛ, ସେତେବେଳେ ଭଗବାନଙ୍କୁ ପ୍ରାର୍ଥନା କର। ସେ ନିଶ୍ଚିନ୍ତ ଭାବେ ତୁମକୁ ବାଟ କଢ଼ାଇ ନେବେ। ଶୁଣୁଥିବା ଲୋକଙ୍କ ଭିତରେ ଜଣେ ଶଗଡ଼ିଆ ଥିଲା। ତାର ନାମ ରଘୁଆ। ସେ ଥିଲା ପ୍ରଭୁ ହନୁମାନଙ୍କ ମହାନ ଭକ୍ତ। ଭଗବାନ ଭକ୍ତମାନଙ୍କୁ ସାହାଯ୍ୟ କରନ୍ତି ଶୁଣି ରଘୁଆ ମନେ ମନେ ଭାରି ଖୁସି ହେଲା। ଦିନକର କଥା, ରଘୁଆ ଶଗଡ଼ରେ ଚାଉଳ ବସ୍ତା ବୋଝେଇ କରି ନେଉଥାଏ। ବାଟରେ ପ୍ରବଳ ବର୍ଷା ହେଲା। ସେ ଅଳ୍ପ ଦୂର ଯିବା ପରେ ଦୁର୍ଭାଗ୍ୟକୁ ତାର ଶଗଡ଼ର ଦୁଇଟି ଯାକ ଚକା କାଦୁଅରେ ଲାଖିଗଲା। ସେତେବେଳେ ରଘୁଆର ସାଧୁଙ୍କ କଥା ମନେ ପଡ଼ିଲା। ସେ ସଙ୍ଗେ ସଙ୍ଗେ ହାତ ଯୋଡ଼ି ଆଖି ବନ୍ଦ କରି ପ୍ରଭୁ ହନୁମାନଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କରିବାକୁ ଲାଗିଲା। ସେ କହିଲା, ହେ ପ୍ରଭୁ, ଦୟାକରି ଆସ ଓ ମୋର ଶଗଡ଼କୁ କାଦୁଅରୁ ବାହାର କରିଦିଅ। ସେ ବାରମ୍ବାର ପ୍ରାର୍ଥନା କଲା, କିନ୍ତୁ କିଛି ଲାଭ ହେଲା ନାହିଁ। କେଉଁ ଠାକୁର କି ଦେବତା ତା ପାଖକୁ ଆସିଲେ ନାହିଁ କି ତାର ଶଗଡ଼କୁ କାଦୁଅରୁ ବାହାର କଲେ ନାହିଁ। ଶେଷରେ ହତାଶ ହୋଇ ରଘୁଆ ପ୍ରଭୁ ହନୁମାନଙ୍କ ଉପରେ ବହୁ ଜୋରରେ ରାଗିଗଲା ଏବଂ ତାଙ୍କୁ ଗାଳିଗୁଲଜ କରିବାକୁ ଲାଗିଲା। ତାପରେ ତାର ସମସ୍ତ ରାଗ ଏହି କଥା କହିଥିବା ସାଧୁଙ୍କ ଉପରେ ପଡ଼ିଲା। ସେ ତିଳେ ମାତ୍ର ଅପେକ୍ଷା ନ କରି ରାଗ ତମତମ ହୋଇ ସାଧୁ ରହୁଥିବା ମନ୍ଦିର ଆଡ଼କୁ ଧାଇଁଲା ଏବଂ ତାଙ୍କୁ ଯାଇ କହିଲା, ମହାରାଜ, ଆପଣ ଆମ ସମସ୍ତଙ୍କୁ ଠକିଛନ୍ତି। ଭଗବାନ କେବେ ହେଲେ ମଣିଷକୁ ସାହାଯ୍ୟ କରନ୍ତିନି। ଯଦି ସେ ପ୍ରାର୍ଥନା କରିବା ମାତ୍ରେ ସାହାଯ୍ୟ କରୁଥାନ୍ତେ, ତାହେଲେ ମୁଁ ଯେତେବେଳେ କାଦୁଅରେ ଲାଖି ଯାଇଥିବା ମୋର ଶଗଡ଼ର ଚକକୁ ବାହାର କରିବା ପାଇଁ ତାଙ୍କୁ ପ୍ରାର୍ଥନା କଲି, ସେତେବେଳେ ସେ ମୋତେ ନିଶ୍ଚୟ ସାହାଯ୍ୟ କରିଥାନ୍ତେ। କିନ୍ତୁ ମୁଁ 10 ଥର ପ୍ରାର୍ଥନା କରିବା ସତ୍ତ୍ୱେ ମଧ୍ୟ ସେ ସବୁର କିଛି ଫଳ ହେଲା ନାହିଁ। ଏହିପରି ଭାବେ ତା ସହିତ ଘଟିଥିବା ସମସ୍ତ ଘଟଣାକୁ ସାଧୁଙ୍କ ଆଗରେ ବଖାଣିଲା। ସାଧୁ ଜଣକ ଧୀର ସ୍ଥିର ଭାବରେ ରଘୁଆର ସମସ୍ତ କଥାକୁ ଶୁଣୁଥିଲେ। ତାପରେ ସହାନୁଭୂତି ଓ ପ୍ରେମରେ ତାର ପିଠି ଆଉଁସି ସେ କହିଲେ, ରେ ପୁଅ, ତୁ କେତେ ନିରାଶ ହୋଇଛୁ ମୁଁ ଦେଖିପାରୁଛି। କିନ୍ତୁ ମୁଁ କହିନଥିଲି କି ତୁମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିସାରିବା ପରେ ହିଁ ଭଗବାନଙ୍କୁ ପ୍ରାର୍ଥନା କଲେ ସେ ତୁମକୁ ସାହାଯ୍ୟ କରିବେ ବୋଲି। ଆଚ୍ଛା କହିଲ ଦେଖି, ତୁମେ ଯଦି ଗୋଟିଏ କୂଅ ପାଖରେ ଠିଆ ହୋଇ କହିବ, କୂଅରେ କୂଅ, ମୋତେ ଭାରି ଶୋଷ ହେଉଛି, ଦୟାକରି ମୋତେ ଟିକିଏ ପାଣି ଦେ, ତୁମେ କ'ଣ କିଛି ପାଇବ? ଜମା ନୁହେଁ। ସେଥିପାଇଁ ତୁମକୁ କୂଅ ଭିତରକୁ ଗରାଟିଏ ପକାଇବାକୁ ହେବ ଓ ତାକୁ ଉପରକୁ ଉଠାଇବାକୁ ପଡ଼ିବ। ତାହେଲେ ଯାଇ ତୁମେ କୂଅରୁ ପାଣି ପାଇପାରିବ। ଭଗବାନଙ୍କ କରୁଣା ମଧ୍ୟ ସେହିପରି ରୀତିରେ ହିଁ ମିଳିଥାଏ। ସେ ତୁମକୁ ଦେଇଥିବା ସମସ୍ତ ଶକ୍ତିକୁ ପ୍ରଥମେ କାମରେ ଲଗାଅ, ତାପରେ ଯାଇ ସାହାଯ୍ୟ ପାଇଁ ପ୍ରାର୍ଥନା କର। ଦେଖିବ ସେ ନିଶ୍ଚିତ ରୂପେ ତୁମକୁ ସାହାଯ୍ୟ କରିବେ। ରଘୁଆ ସାଧୁଙ୍କ କଥାକୁ ମନ ଦେଇ ଶୁଣୁଥିଲା। କଥା ସରିବା ମାତ୍ରେ ସେ ତାର ଶଗଡ଼ ପାଖକୁ ଦୌଡ଼ିଲା। ଗୋଟିଏ ଚକରେ କାନ୍ଧ ଲଗାଇ ସେ ବଳଦ ଦୁଇଟିକୁ ଗାଡ଼ି ଟାଣିବା ପାଇଁ ଖେଦିଲା। ଏଣେ ତାର ସମସ୍ତ ଶକ୍ତି ଖଟାଇ ସେ ମଧ୍ୟ ଚକାଟିକୁ ଆଗକୁ ଠେଲିଲା ଏବଂ ସାହାଯ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲା। ସେହି ସମୟରେ ରଘୁଆ ଅନୁଭବ କଲା ଯେ ଶଗଡ଼ର ଅନ୍ୟ ଚକାଟିକୁ କିଏ ଯେମିତି ଆହୁରି ବେଶୀ ଜୋରରେ ଠେଲି ଦେଉଛି। ରଘୁଆ ଆଶ୍ଚର୍ଯ୍ୟ ହେଲା, ସେ ପାଖ ଚକାଟିକୁ କିଏ ଏପରି ଠେଲୁଛି? ଚକାଟିକୁ ଆଉଥରେ ଠେଲି ଦେଇ ସେ କହିଲା, ପ୍ରଭୁ ହନୁମାନ ହିଁ ହୋଇଥିବେ। ଶେଷରେ ଭଗବାନ ମୋର ପ୍ରାର୍ଥନା ଶୁଣିଲେ ଭାବି ମନେ ମନେ ଭାରି ଖୁସି ହେଲା। ସଙ୍ଗେ ସଙ୍ଗେ ଯୋଡ଼ାକ ଯାକ ଚକ କାଦୁଅରୁ ବାହାରି ପଡ଼ିଲା ଆଉ ବଳଦ ଦୁଇଟି ଆନନ୍ଦରେ ଶଗଡ଼କୁ ଘିରି ଘିରି କରି ଟାଣି ନେଇଗଲେ। ରଘୁଆ ତାର ହାତ ଯୋଡ଼ି ଭଗବାନଙ୍କୁ ଧନ୍ୟବାଦ କଲା ଏବଂ ତାଙ୍କୁ ପ୍ରଣତି ଜଣାଇ ତାର ଯାତ୍ରା ଆରମ୍ଭ କଲା। ଆଚ୍ଛା, ଆମେମାନେ ଏହି ଗଳ୍ପରୁ କ'ଣ ଶିକ୍ଷା କଲେ? ଆମେମାନେ ଏହା ଶିକ୍ଷା କଲେ ଯେ ଭଗବାନଙ୍କୁ ସାହାଯ୍ୟ ମାଗିବା ପୂର୍ବରୁ ପ୍ରଥମେ ସେ ଦେଇଥିବା ସମସ୍ତ ବୁଦ୍ଧି ଓ ଶକ୍ତି ଲଗାଇ ଚେଷ୍ଟା କର। ଦେଖିବ ନିଶ୍ଚିନ୍ତ ଭାବେ ଭଗବାନ ଆସିବେ ଏବଂ ତୁମ ପାଇଁ ଯାହା ଆବଶ୍ୟକ ତାହା କରିବେ। ସେଥିପାଇଁ ବା କଥାରେ ଅଛି, ଯେଉଁମାନେ ଚେଷ୍ଟା ବଳରେ ପ୍ରଥମେ ନିଜକୁ ସାହାଯ୍ୟ କରନ୍ତି, ଈଶ୍ୱର ସର୍ବଦା ସେମାନଙ୍କୁ ସାହାଯ୍ୟ କରିଥାନ୍ତି। ତେବେ ଆଜି ପାଇଁ ଏତିକି।
ପୁଣି ଥରେ ଦେଖାହେବା ଆଗାମୀ ଗଳ୍ପରେ। ସେଥି ପର୍ଯ୍ୟନ୍ତ ସମସ୍ତେ ଖୁସିରେ ରୁହନ୍ତୁ ଓ ସର୍ବଦା ହସୁଥାନ୍ତୁ।